ଆପଣ ଆଜି କୁଆଡ଼େ ବାହାରୁଛନ୍ତି? ଆପଣ ଆଜି କୁଆଡ଼େ ବାହାରୁଛନ୍ତି? ଭୋଟ ଦେବ। କାଲି ତ ଆପଣ କହୁଥିଲେ କି ଭୋଟ ଦେବା ଅମୂଲ୍ୟ ସମ୍ପତ୍ତି ସମସ୍ତଙ୍କ ପାଇଁ। ଆଜି ସେଥିପାଇଁ ତୁମେ ନିଜ ଭୋଟ ତର ଅମୂଲ୍ୟ ଭୋଟ ଦେବାକୁ ଯାଉଛନ୍ତି। କେଉଁଠି ଯାଉଛନ୍ତି? ଆମ ଗଞ୍ଜାମ ଭଞ୍ଜନଗର। ଆଉ ତାହେଲେ ଆପଣ କହୁଛନ୍ତି ଏଥର ପଦ୍ମ ଫୁଟିବ। ଆପଣଙ୍କ କହିବା ଅନୁସାରେ ଫୁଟିବ। କିନ୍ତୁ ମୋତେ ଲାଗୁଛି ବିଜେଡ଼ି ତା ଶାସନ କରିବ। ଆଜି ତ ତୁମେ ଗୋଟେ ମୂଲ୍ୟବାନ ଭୋଟ ପାଇଁ ତୁମକୁ ଭାଇ ଯୁଆଡ଼େ ହେଲେ ଯିବା କଥା। ସେଥିପାଇଁ ସମସ୍ତ ନାଗରିକଙ୍କୁ ଅନୁରୋଧ କି ସମସ୍ତେ ନିଜର ମୂଲ୍ୟବାନ ଭୋଟକୁ ଦିଅନ୍ତୁ। ଆପଣ ଯେଉଁ ଆଜି ଯାଉଛନ୍ତି ଭୋଟ ଦେବାକୁ, ତ କ'ଣ ଭାବିକି ଯାଉଛନ୍ତି? ମୁଁ ଭାବିକି ଯାଉଛି ଆମ ମୋଦି ସରକାର ଯେ ଭୋଟ ପାଆନ୍ତୁ। ଆଉ ଶଙ୍ଖ ହବନି। ଯଦି ନବୀନ ପଟ୍ଟନାୟକ ଥାନ୍ତେ ତ ତୁମେ ନବୀନକୁ ଭୋଟ ଦେଇଥାନ୍ତ। ହଁ ସିଓର, ଏଇଟା ପୁରା ଟପ୍। ଯଦି ନବୀନ ବାବୁ ଆମର ଦମ୍ଭ ଥାନ୍ତେ ଆମେ ପୁରା ନବୀନ ବାବୁଙ୍କୁ ବାଡ଼ାନ୍ତୁ। ନବୀନ ବାବୁ ପରେ ଆମର ଆଉ ଚାଲି ପାରିନାହାନ୍ତି, ସେ ଯେଉଁ ପଦେ କଥା କହିପାରିନାହାନ୍ତି। ବାହାର ଲୋକ ଆସି ପାଣ୍ଡିଆ ନନା, ସେ ପାଣ୍ଡିଆ ନନାକୁ ଆମେ ଚିହ୍ନିନୁ କି ଆମେ ଜାଣିନୁ, ତାକୁ ଆମେ ଦେବୁନୁ, ତାକୁ ଖାଲି ମାଡ଼ ଦେବୁ। ତ ଆଜି 20 ତାରିଖ ଇଲେକ୍ସନର ମାହୋଲରେ ଆଜି ବାହାରିଛନ୍ତି ଭୋଟ ଦେବାକୁ। ଯେଉଁ ଇଣ୍ଟରଭ୍ୟୁ ତାଙ୍କ 2 ଦିନରୁ ଚାଲିଥିଲା ଆଜି ବି ଚାଲିବ। ଆଜି ଆଉ ଟିକେ ପରେ ଆମେ ବାହାରିକି ଯିବା ଭୋଟ ଦେବାକୁ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଜୟ ଶ୍ରୀରାମ।